ଅଲୁ ମୁଁ ରୁହେ ତାମିଲନାଡୁରେ। ଆଜି ହଉଛି ଆମ କମ୍ପାନୀରେ ପୋଙ୍ଗଲ ଫେଷ୍ଟିଭାଲ, ସେଥିପାଇଁ ମୁଁ ଆଜି ସକାଳେ ଉଠିକି ରେଡି ହେଇଯାଇଥିଲି। ଆଉ ଆମ ରୁମ ପିଲା ବି ସମସ୍ତେ ରେଡି ହେଇଯାଇଥିଲେ। ରେଡି ହେଇସାରିଲା ପରେ ଆମେ ସମସ୍ତେ ବାହାରି ଗଲୁ କମ୍ପାନୀକୁ। ଆଉ କମ୍ପାନୀରେ ପହଞ୍ଚି ଦେଖନ୍ତୁ ପୋଙ୍ଗଲ ଫେଷ୍ଟିଭାଲ ପାଇଁ ଆମ କମ୍ପାନୀରେ କିଛି ଏମିତି ସଜା ହେଇଛି। ଆଉ ସେଠି ଗୋଟେ ମାଟି ହାଣ୍ଡି ରଖାଯାଇଛି। ଆଉ ଏଇ ମାଟି ହାଣ୍ଡିରେ ପୋଙ୍ଗଲ ଭୋଗ ରନ୍ଧା ହବ। ଆଉ ଯେହେତୁ ଆଜି ପୋଙ୍ଗଲ ଆମ କମ୍ପାନୀ ମନ୍ଦିରକୁ ବି ଭଲ ଭାବରେ ସଜା ହେଇଛି। ଆଉ ସେ ସବୁ ଦେଖି ସାରି ମୁଁ ପଳେଇ ଆସିଥିଲି ଡ୍ୟୁଟି କରିବା। କମ୍ପାନୀରେ 6 ଘଣ୍ଟା କାମ କରିସାରିଲା ପରେ ପୋଙ୍ଗଲ ଫେଷ୍ଟିଭାଲ ପାଇଁ ଆମ କମ୍ପାନୀରେ ଆଜି ପ୍ରୋଗ୍ରାମ ରଖାଯାଇଥିଲା। ଆଉ ଆମେ ମାନେ ବି ପ୍ରୋଗ୍ରାମ ଦେଖିବା ପାଇଁ ପଳେଇ ଆସିଲୁ। କମ୍ପାନୀର ସବୁ ପିଲା ଆସି ସାରିଲା ପରେ ଆମର ପ୍ରୋଗ୍ରାମ ଷ୍ଟାର୍ଟ ହେଇଯାଇଥିଲା। ଆଉ ପ୍ରଥମେ ବାଜା ବଜେଇ ତାମିଲର କିଛି ସାଂସ୍କୃତିକ ନୃତ୍ୟ କରାଗଲା। ଆଉ ସେ ନାଚ କିଛି ଏପରି ଥିଲା। ଏପଟେ ନାଚ ଚାଲିଥିଲା ସମୟରେ ସେପଟେ ଦୌଡ଼ିର ମାଟି ହାଣ୍ଡି ବନ୍ଧା ଚାଲିଥିଲା। କାହିଁକି ନା ଆମର ମଟକା ପ୍ରତିଯୋଗିତା ବି ଥିଲା। ଆଉ ସେ ପ୍ରତିଯୋଗିତାରେ ଯିଏ ବି ଭାଗ ନବ ତା ଆଖିରେ ପଟି ବନ୍ଧା ହବ। ଆଉ ସିଏ ଯାଇକି ମାଟି ହାଣ୍ଡି ଭାଙ୍ଗିବ। ଆଉ ଯୋଉ ପିଲାମାନଙ୍କୁ ତଳେ ଦେଖାଯାଉନଥିଲା ସେମାନେ ଯାଇ କମ୍ପାନୀରେ ଥିବା ଗାଡି ଉପରେ ଚଢିକି ଦେଖୁଥିଲେ। ଆଉ ତାପରେ ଷ୍ଟାର୍ଟ ହେଇଯାଇଥିଲା ଝିଅ ପିଲାଙ୍କ ପ୍ରତିଯୋଗିତା। ଆଉ ସେଇ ପ୍ରତିଯୋଗିତାରେ ସେମାନେ ବାଲ୍ଟିରେ ଥିବା ପାଣିକୁ ଆଞ୍ଜୁଳାରେ ନେଇ କାଚ ବୋତଲରେ ଫୁଲ କରୁଥିଲେ। ଆଉ ଏଇ ଗେମ ର ରୁଲ୍ସ ଥିଲା ଯିଏ ପ୍ରଥମେ କାଚ ବୋତଲ ଫୁଲ କରିବ ସେ ହେବ ୟାର ୱିନର। ଝିଅ ପିଲାଙ୍କ ପ୍ରତିଯୋଗିତା ସରିଲା ପରେ ସେମ ପ୍ରତିଯୋଗିତା ଆରମ୍ଭ ହେଇଯାଇଥିଲା ପୁଅ ପିଲାମାନଙ୍କର। ଆଉ ପୁଅ ପିଲାମାନେ ବି ଏଇ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଆଉ ଏପଟେ ଆମ ମଟକା ବି ବନ୍ଧା ସରିଥିଲା। ପ୍ରୋଗ୍ରାମ ଆରମ୍ଭ ହେଲା ବେଳେ ମୁଁ ତ ପୁରା ଫାଷ୍ଟରେ ଥିଲି, କିନ୍ତୁ ଭିଡ ଏତେ ହେଲା ଯେ ମୁଁ ଧୀରେ ଧୀରେ ପଛକୁ ପଳେଇ ଆସିଲି। ଆଉ ତାପରେ ପୁଣି ଗୋଟେ ତାମିଲନାଡୁର ସାଂସ୍କୃତିକ ନୃତ୍ୟ ହେଇଥିଲା, ଯେଉଁଥିରେ ବଳଦ ବେଶରେ ଆଉ ମୟୂର ବେଶରେ ନୃତ୍ୟ କରାଯାଇଥିଲା। ଭାଇ ମାନେ ଭିଡିଓଟି ଏତେ ଲଙ୍ଗ ହେଇଯାଇଥିଲା ଯେ ମଟକା ଭଙ୍ଗା ପ୍ରତିଯୋଗିତା ଏ ଭିଡିଓରେ ଦେଖେଇ ହେଲାନି। ଆଉ ସେ ଭିଡିଓଟି ଆଉ ଗୋଟେ ବ୍ଲଗ ରେ ଆସିବ। ଆଉ ସେ ବ୍ଲଗ ଟି ଦେଖିବା ପାଇଁ ଆଇଡି କୁ ଫଲୋ କରନ୍ତୁ। ରହିଲି, ଜୟ ଜଗନ୍ନାଥ।